ଅଲେଖ ମହିମା ସାଧୁ ଭକ୍ତ ସମିତି ସେବା ଟ୍ରଷ୍ଟ ଦ୍ୱାରା ବୃକ୍ଷରୋପଣ ଅଭିଯାନ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପୋଷି ଗ୍ରାମ ପଞ୍ଚାୟତରେ ରହିଛି ଅଲେଖ ମହିମାଧର୍ମୀ କୌପନିଧାରୀ ମହିମା ସମାଜ। ସତ୍ୟ ସନାତନ ଅଲେଖ ମହିମା ଧର୍ମ ଏକ ସର୍ବଶ୍ରେଷ୍ଠ ଧର୍ମ ହୋଇଥିବା ବେଳେ ସଦାସର୍ବଦା ବିଶ୍ୱ ଶାନ୍ତି ପାଇଁ ଯାଗଯଜ୍ଞରେ ଲିପ୍ତ ରହିଥାନ୍ତି। କି ଖରା କି ଶୀତ, ଗେରୁଆ ରଙ୍ଗର ଛୋଟ କପଡ଼ା ହିଁ ତାଙ୍କର ବସ୍ତ୍ର। ପ୍ରାଣୀମାନଙ୍କ ମଙ୍ଗଳ, ଜୀବଜଗତ ଏକ ସୁସ୍ଥ ଓ ଶାନ୍ତିର ଜୀବନ ବିତାଇବା ସହିତ ଜଗତର ପ୍ରତ୍ୟେକ ମଣିଷ ସୁସ୍ଥ ଓ ଶାନ୍ତିର ଜୀବନ କାଟିବା ପାଇଁ ସଚେତନ ବାର୍ତ୍ତା ଦେଇଥାନ୍ତି। ଦ୍ରୁତଗତିରେ ଦୁନିଆର ପରିବେଶ ମାଟିରେ ମିଶିଯିବାକୁ ବସିଛି। ଅବାଧରେ ଗଛ କାଟି ବାୟୁମଣ୍ଡଳ ଏବେ ଦୂଷିତ ହୋଇ ବିଭିନ୍ନ ରୋଗ ବ୍ୟାଧି ଗ୍ରାସ କରିସାରିଲାଣି। ପ୍ରତ୍ୟେକ ମଣିଷ ଆଜି ରୋଗାକ୍ରାନ୍ତ। ଏହାର କେବଳ ଗୋଟିଏ କାରଣ, ବଣ ଜଙ୍ଗଲ ନଷ୍ଟ ହୋଇ ସୁସ୍ଥ ପୃଥିବୀ ଆଜି ଅସୁସ୍ଥ ହୋଇ ପଡ଼ିଛି। ପୁନର୍ବାର ସୁସ୍ଥ ପୃଥିବୀ ତିଆରି କରିବାକୁ ହେଲେ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ। ସେମିତି ଏକ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ ଅଲେଖ ମହିମା ସାଧୁଭକ୍ତ ସମିତି ସେବା ଟ୍ରଷ୍ଟ ଦ୍ୱାରା କରାଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସତ୍ୟ ସନାତନ ଧର୍ମର ଅଲେଖ ମହିମା ଭକ୍ତମାନେ ସାମିଲ ହୋଇଥିଲେ। ଯମୁନାପୋଷିର ମଧୁବନ ମହିମା ଆଶ୍ରମ ପରିସରରେ ଥିବା ପତିତ ଜମି ତଥା ଖୋଲା ସ୍ଥାନରେ ବୃକ୍ଷରୋପଣ କରିଥିଲେ। ସବୁବେଳେ ସମାଜର ମଙ୍ଗଳ ପାଇଁ ଚିନ୍ତା କରୁଥିବା ମହିମା ସମାଜ ପୂର୍ବରୁ ଅନେକ ସମାଜ ମଙ୍ଗଳ କାର୍ଯ୍ୟରେ ଲିପ୍ତ ରହିଛି। ଆଗକୁ ମଧ୍ୟ ସମାଜର ମଙ୍ଗଳ ପାଇଁ ଅନେକ କିଛି କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଶ୍ରମରେ ରହିଥିବା ସାଧୁସନ୍ଥ ତଥା ବାହାରୁ ମଧ୍ୟ ସାଧୁସନ୍ଥଙ୍କ ସହିତ ଅନେକ ମହିମାଧର୍ମୀ ଭକ୍ତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସେବା ଟ୍ରଷ୍ଟର ଚେୟାରମ୍ୟାନ ବାବା ଯଶବନ୍ତ ଦାସଙ୍କ ନେତୃତ୍ୱରେ ଭକ୍ତ ଗୋକୁଳ ଚନ୍ଦ୍ର ପାତ୍ର, ବୈଷ୍ଣବ ମହାନ୍ତ, ମନ୍ତ୍ରୀ ମୁଣ୍ଡା, ପରଶୁରାମ ମହାନ୍ତ, ପବିତ୍ର ମୋହନ ସିଂ, ଅନିଲ କୁମାର ଦାସ, ଅଲେଖ ଚନ୍ଦ୍ର ବେହେରା, ଯୋଗେଶ୍ୱର ନାୟକ, ଦନାର୍ଦ୍ଦନ ପାତ୍ର, ବୈଲୋଚନ ମହାପାତ୍ର, ମୁକ୍ତିକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ବୃକ୍ଷରୋପଣ ପରେ ଗଛ କେମିତି ସୁରକ୍ଷିତ ରହିବ ସେଥିପାଇଁ ବୃକ୍ଷ ଚାରିପଟେ ବାଡ଼ ଦେଇ ଆବଦ୍ଧ କରିଥିଲେ। ସାଧୁ ସନ୍ଥମାନେ ବୃକ୍ଷରୋପଣ ଭଳି ଏକ ମହତ୍ତ୍ୱ କାର୍ଯ୍ୟ କରିଥିବା ଯୋଗୁଁ ନିଜକୁ ଧନ୍ୟ ମନେ କରିଥିଲେ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ।